ବୁଢ଼ା ଶାଗୁଣା ବରଗଛଟିଏ ଥିଲା। ସେ ଗଛରେ ଅନେକ ଚଢ଼େଇ ରହୁଥିଲେ। ବସାରେ ସେମାନଙ୍କର ଛୁଆମାନେ ବି ରହୁଥିଲେ। ଗଛ କୋରଡ଼ରେ ଶାଗୁଣାଟିଏ ମଧ୍ୟ ରହୁଥିଲା। ସେ ବୁଢ଼ା ହୋଇଯାଇଥିଲା, କିଛି ଦେଖିପାରୁନଥିଲା। ମା ଚଢ଼େଇମାନେ ଶାଗୁଣାକୁ ସବୁଦିନ କିଛି କିଛି ଖାଇବାକୁ ଦିଅନ୍ତି। ତା ବଦଳରେ ବୁଢ଼ା ଶାଗୁଣାଟି ଚଢ଼େଇର ଛୁଆମାନଙ୍କୁ ଜଗିଥାଏ। ଦିନେ ବିଲେଇଟିଏ ଆସିଲା। ଚଢ଼େଇ ଛୁଆଙ୍କୁ ଦେଖି ସେମାନଙ୍କୁ ଖାଇବାକୁ ଲୋଭ କଲା। ମା ଚଢ଼େଇମାନେ ବସାରେ ନଥାନ୍ତି। ବିଲେଇ ଗଛ ଉପରକୁ ଚଢ଼ିଲା। ତାଙ୍କୁ ଦେଖି ଚଢ଼େଇ ଛୁଆମାନେ କିଚିରି ମିଚିରି ଶବ୍ଦ କଲେ। ଶାଗୁଣାଟି ଏହି ଶବ୍ଦ ଶୁଣି ବାହାରକୁ ଆସିଲା। ବିଲେଇ ଶାଗୁଣାକୁ ଦେଖି ଡରିଗଲା, ସେଠାରୁ ପଳାଇଲା। ତା ପରଦିନ ପୁଣି ଆସିଲା। ଶାଗୁଣା ସହ କଥା ହେଲା। ସବୁଦିନ ବିଲେଇ ଯିବା ଆସିବା କରେ। ଚଢ଼େଇ ଛୁଆମାନେ ତାକୁ ଦେଖନ୍ତି। ଧୀରେ ଧୀରେ ବିଲେଇ ଗଛକୁ ଆସେ ଏବଂ ଯାଏ। ଚଢ଼େଇ ଛୁଆମାନେ ଆଉ ବିଲେଇକୁ ଡରିଲେ ନାହିଁ। ଆଉ ଦିନକର କଥା, ଖରାବେଳେ ବିଲେଇ ଆସିଲା। ଶାଗୁଣା ତା କୋରଡ଼ରେ ଶୋଇ ପଡ଼ିଥାଏ। ବିଲେଇ ଚୁପଚାପ ଗଛ ଉପରକୁ ଗଲା ଏବଂ ସବୁ ଚଢ଼େଇ ଛୁଆମାନଙ୍କୁ ଖାଇଦେଲା। ହାଡ଼ ଓ ପରତକ ଆଣି ଶାଗୁଣାର ବସାରେ ରଖିଦେଲା। ସନ୍ଧ୍ୟାବେଳେ ମା ଚଢ଼େଇମାନେ ଯେତେବେଳେ ବସାକୁ ଫେରିଲେ, ଦେଖିଲେ ଶାଗୁଣାର ବସାରେ ହାଡ଼ ଓ ପରତକ ଥୁଆ ହୋଇଛି। ଏହା ଭାବି ସେମାନେ ଭାବିଲେ ଯେ ଶାଗୁଣାଟି ଆମ ଛୁଆମାନଙ୍କୁ ଖାଇଯାଇଛି। ସମସ୍ତେ ଚଢ଼େଇମାନେ ମିଶି ବୁଢ଼ା ଶାଗୁଣାଟିକୁ ମାରିଦେଲେ। ବିଚରା ଶାଗୁଣା ଦୁଷ୍ଟ ବିଲେଇକୁ ବିଶ୍ୱାସ କରିଥିବାରୁ ନିଜର ପ୍ରାଣଟି ହରାଇଲା। କହିଲ ଦେଖି ପିଲାମାନେ, ଏ ଗପରୁ ତୁମେ କ'ଣ ଶିଖିଲ? ଏ ଗପରୁ ଆମେ ଏହା ଶିଖିଲୁ ଯେ ଆମେ କେବେ ହେଲେ ଆମ ଶତ୍ରୁ ଉପରେ ବିଶ୍ୱାସ କରିବା ନାହିଁ। ଯେମିତିକି ବୁଢ଼ା ଶାଗୁଣାଟି ବିଲେଇ ଉପରେ ବିଶ୍ୱାସ କରିବାରୁ ତାର ଜୀବନ ଯେପରି ଚାଲିଗଲା, ଭୁଲ ନଥିଲେ ମଧ୍ୟ ସେହିଭଳି ଆମେ ଯଦି ଆମ ଶତ୍ରୁ ଉପରେ ବିଶ୍ୱାସ କରିବା, ଆମର କୌଣସି ଭୁଲ ନଥିଲେ ମଧ୍ୟ ଆମେ ଦଣ୍ଡରେ ଦଣ୍ଡିତ ହେବା ଏବଂ ଆମର ପ୍ରାଣ ମଧ୍ୟ ଯାଇପାରେ। ତେଣୁକରି ଶତ୍ରୁ ଉପରେ କେବେ ହେଲେ ବି ବିଶ୍ୱାସ କରିବ ନାହିଁ।